ପିଲାମାନେ ସମସ୍ତେ ଭଲ ଅଛ ତ? ବହୁତ ବଢ଼ିଆ କଥା। ତୁମ ସମସ୍ତଙ୍କୁ ମୋର ଗୋଟେ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଯାହାର ନାଁ ହେଉଛି ବିଦ୍ୟାରମ୍ଭ, ସେଇ ଚ୍ୟାନେଲ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ପ୍ରଥମେ ମୁଁ ମୋର ପରିଚୟଟା କହିଦିଏ ଯେ ତୁମେମାନେ ନୂଆ ଅଛ, ତେଣୁ ତୁମେ ନିଶ୍ଚିତ ଭାବରେ ମୋତେ ଜାଣିବାକୁ ଚାହିଁବ। ମୋ ନାଁ ହେଉଛି ସୁନୀଲ କୁମାର ବିଶ୍ୱାଳ। ତୁମେ ମୋତେ ସୁନୀଲ ସାର୍ ବୋଲି ମୋତେ ମନେ ରଖିପାରିବ। ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନା କିଛି ବିଷୟ ଉପରେ ଆଲୋଚନା କରିବା। ଆଉ ବିଶେଷ କରିକି ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି ଚ୍ୟାନେଲଟି ମୁଁ ଆରମ୍ଭ କରିଛି। ଏହି ଚ୍ୟାନେଲରେ ଆମେ ବିଶେଷ କରିକି ଗଣିତ ଏବଂ ବିଜ୍ଞାନ ଏହି ଦୁଇଟି ବିଷୟ ଉପରେ ଆଲୋଚନା କରିବା। ସମସ୍ତଙ୍କୁ କହି ରଖି ପିଲେ, ଏହି ଚ୍ୟାନେଲଟି ଯେତେବେଳେ ମୁଁ ଆରମ୍ଭ କରିବାକୁ ଚାହିଁଲି, ମୋର ଉଦ୍ଦେଶ୍ୟ ଥିଲା କି ଯେମିତି ପିଲାମାନେ ଘରେ ପଢ଼ନ୍ତି ସେଇଭଳିଆ ପଢ଼ିବା। ଯେମିତି ତୁମେ ପଢ଼ିଲା ବେଳେ ଗୋଟେ ଖାତାଟି ରଖିଥାଅ, ଗୋଟେ ବହିଟି ରଖିଥାଅ, ଠିକ୍ ଆଜି ମଧ୍ୟ ମୁଁ ତୁମମାନଙ୍କ ଭଳି ସେଇଭଳି ଆମେ ପଢ଼ିବା। ଆଉ ଆଶା କରି ତୁମେମାନେ ମୋ ସାଙ୍ଗରେ ରହିବ ଆଉ ଭିଡ଼ିଓଟିକୁ ପୁରା ଦେଖିବ। ପୁରା ଦେଖିସାରି ତୁମ ମତାମତ ମୋତେ ନିଶ୍ଚୟ ଦେବ। କାହିଁକି ନା ତୁମେ ତ ଜାଣିଛ ବର୍ତ୍ତମାନ ଯେଉଁ ପରିସ୍ଥିତି ଆସିଛି, ତୁମେମାନେ ସମସ୍ତେ ଘରେ ରହିକି ପଢ଼ୁଛ। ତେଣୁ ଅନେକ ସମୟରେ ତୁମେ ପାଠ ବୁଝିପାରୁଥିବ ବା ବୁଝିପାରୁନଥିବ। ତେଣୁ ତୁମର ସେଇ ଦ୍ୱନ୍ଦ୍ୱ ଗୁଡ଼ିକୁ ତୁମ ସାର୍ ଆଉ ଦିଦିମାନେ ତ ଚେଷ୍ଟା କରୁଥିବେ। ଯଦି କିଛି ତୁମର ଅସୁବିଧା ଅଛି, ତୁମେ ମୋତେ କମେଣ୍ଟ ବକ୍ସରେ ଜଣାଇ ପାରିବ। ଆମେ ସେହି ବିଷୟରେ ଭଲ ଭାବରେ ଆଲୋଚନା କରିବା। ଆଜି ଯେଉଁ ବିଷୟଟା ଆମେ ପଢ଼ିବା, ସେ ବିଷୟଟି ହେଉଛି ସରଳ ଗଣିତ, ଯାହା ହେଉଛି ଜ୍ୟାମିତି। ତୁମେ ଦେଖିପାରୁଥିବ ଗୋଟେ ବହିଟେ ରଖିଛି ମୁଁ ଏଠି। ତ ଜ୍ୟାମିତି ବିଷୟଟି, ଯାହାକୁ ଆମେ ଜିଓମେଟ୍ରି ବୋଲି କହୁ, ଏହି ବିଷୟଟି ଗଣିତର ଏକ ବିଭାଗ। ଯେମିତି ପିଲାମାନେ ତୁମେ ଦେଖିଥିବ ତୁମ ବିଦ୍ୟାଳୟଟି କେତେ କୋଠରୀ ଥାଏ। ସେଇ ଭିତରେ ଶ୍ରେଣୀଗୃହ ଥାଏ, ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଥାଏ, ତୁମର ଗୋଦାମ ଘର ଥାଏ, ପରୀକ୍ଷାଗାର ଥାଏ, ତା ସାଙ୍ଗରେ ରୋଷେଇଶାଳ ଥାଏ, ତା ସାଙ୍ଗରେ ଆମର ଶୌଚାଳୟ ଥାଏ, ପରିସ୍ରାଗାର ଥାଏ, ପ୍ରାର୍ଥନା ସଭା ଥାଏ, ପ୍ରାର୍ଥନା ସଭାଗୃହ ଥାଏ। ତେଣୁ ଏ ସମସ୍ତଙ୍କୁ ନେଇକି ଆମର ବିଦ୍ୟାଳୟ ଗଢ଼ା। ଠିକ୍ ସେମିତି ଗଣିତ କହିଲେ ସିଏ ଗୋଟେ ବହୁତ ବଡ଼ ଶାସ୍ତ୍ର। ଆଉ ଏତେ ଗୁଡ଼ିଏ ଶାସ୍ତ୍ରକୁ ପୁଣି ଭାଗ ଭାଗ କରାହେଇଛି। ଗଣିତଙ୍କର ଗୋଟିଏ ଭାଗ ହେଉଛି ଜ୍ୟାମିତି, ଆଉ ଗୋଟିଏ ଭାଗ ହେଉଛି ପରିମିତି, ଆଉ ଗୋଟିଏ ଭାଗ ହେଉଛି ଅଙ୍କନ, ଆଉ ଗୋଟିଏ ଭାଗ ହେଉଛି ପରିସଂଖ୍ୟାନ, ଆଉ ଗୋଟିଏ ଭାଗ ହେଉଛି ପରିମିତି। ଏମିତି ଅନେକ ଭାବରେ ଭାଗ ଭାଗ କରାହେଇଛି। ତୁମକୁ ସେମିତି ସୁବିଧା ହେବ ନାହିଁରେ ପିଲେ? ଆଚ୍ଛା ଟିକେ ଭାବିଲ ଦେଖି ପିଲେ, ତୁମକୁ ଯେଉଁ ବିଷୟ ପଢ଼ା ହେଉଛି ଗଣିତରେ, ତୁମେ ଦେଖିଥିବ ପ୍ରତି ବିଷୟରେ ଅଲଗା ଅଲଗା ଅଧ୍ୟାୟ ଥାଏ, ପ୍ରତି ବିଷୟରେ ଅଲଗା ଅଲଗା ବିଷୟବସ୍ତୁ ଥାଏ, ଯାହାଦ୍ୱାରା ଆମକୁ ପଢ଼ିବାକୁ ସୁବିଧା ହୁଏ। ଠିକ୍ ସେହିଭଳି ଗଣିତକୁ ସବୁ ଭାଗ ଭାଗ କରାହେଇଛି। ଆଉ ତୁମ ଅଷ୍ଟମ ଶ୍ରେଣୀରେ ଗଣିତକୁ ଦୁଇ ଭାଗରେ ବିଭକ୍ତ କରାହେଇଛି, ମାନେ ଦୁଇଟି ବହିରେ ଅଛି। ପ୍ରଥମ ବହିଟି ହେଲା ତୁମର ବୀଜଗଣିତ, ଆଉ ଦ୍ୱିତୀୟ ବହିଟି ହେଲା ଜ୍ୟାମିତି, ଯାହାକୁ ଆମେ ମ୍ୟାଥ୍ 2 ବୋଲି କହୁ ବା ଜିଓମେଟ୍ରି ସେକ୍ସନ୍ ବୋଲି କହୁ। ଆଉ ଏ ଜ୍ୟାମିତି ବହିଟି ତୁମ ପାଖରେ ତ ଥିବ। ହଁ, ଆଉ ଗୋଟେ କଥା ପିଲେ, ଯେତେବେଳେ ତୁମେ ପାଠ ପଢ଼ି ବସୁଛ, ତୁମେ ସାଙ୍ଗରେ ବହିଟି ନିଶ୍ଚୟ ରଖିବ। ଯେମିତି ମୁଁ ଆଜି ବସିଛି, ଠିକ୍ ତୁମରିମାନଙ୍କ ଭଳି ବସିଛି। ମୁଁ ତୁମମାନଙ୍କ ଭଳି ବସିବି। ଠିକ୍ ତୁମେ ଯେମିତି ବହିରୁ ପଢ଼, ମୁଁ ବି ସେମିତି ବହିରୁ ପଢ଼ିବି। ଆଉ ମୁଁ ଆଶା କରେ ତୁମେ ସମସ୍ତେ ଭିଡ଼ିଓଟିକୁ ପୁରା ଦେଖିବ, ଆଉ କେମିତି ଲାଗିଲା ମୋତେ ନିଶ୍ଚୟ ମତାମତରେ ଜଣାଇବ। ତାହେଲେ ଆରମ୍ଭ କରିବା। ଦେଖ ପିଲେ, ତମର এই ବହିରେ ମୋଟ 5ଟି ଅଧ୍ୟାୟ ରହିଛି। ପ୍ରଥମ ଅଧ୍ୟାୟରେ ଅଛି ଜ୍ୟାମିତିର ମୌଳିକ ଧାରଣା,
द्वितीय अध्याय अच्छी त्रिभुज, तृतीय अध्याय अच्छी चतुर्भुज, चतुर्थ अध्याय आम अंकन विषय पढ़ा, आ पंचम परिमिति विषय पढ़ा, आ सबुठु शेष अच्छी उत्तरमाला। उत्तरमालाटा केवल आमर साहाय्य जितेबाला आम द्वंद्व पड़जा से आम उत्तरमाला को देखिपर। ताहले आम ये प्रथम अध्याय ज्यामितिर मौलिक धारणा विषय आज पढ़ा। तो प्रथम अध्यायटी है ज्यामितिर मौलिक धारणा, फंडामेंटल कॉन्सेप्ट्स ऑफ ज्योमेट्री। तुम्हें ज्यामिति तो कौन पछे बुझा। अच्छा पिले माने कहले मौलिक धारणा माने कौन? मौलिक धारणा कहले फंडामेंटल कॉन्सेप्ट। तुम देखि पिले जिते बड़े आमे गाड़ी चलाती तो गाड़ी चलाइबा आगरू जन को निहाती जानवा पड़ो कि गाड़ीर हैंडल कोटा, गाड़ीर इग्निशन की क्या कह जाए, गाड़ीर ब्रेक केमती दि जाए, गाड़ीर इंडिकेटर काम कौन, गाड़ीर गियर काम कौन, गाड़ीर कोटा सीट, कोटा सकअब्जर, कोटा ट्यूब, कोटा टायर, कोटा केमती हॉर्न दिया जीवो, केते बेले हॉर्न दिया जीवो, केते बेले जोर चला जीवो, केते बेले धीरे चला जीवो, एमती बहुत किसी जन को जानवा पड़ो ना नहीं। तेणु गाड़ी चलेला बेले पूर्वर आमको जमती ता विषय जानवा पड़ो। आदि आम से विषय जानी सीधा आम गाड़ी में बसी जा आ गाड़ी चलवा आरंभ करवा। यदि भिड़ आसीगला आम तो जानी ना भिड़ हेल्ले केमती कंट्रोल करवा निज गाड़ी को, तो दुर्घटनार शिकार होगा। तेणु से ही समय आमर कम आसवा आम मौलिक धारणा। ठीक सेमती आम रोषे करवा आगु आमको प्रथमे जानवा पड़ो ना केमती गैस लगा जाए, कोटा चाउल, कोटा डाली, कोटा मसला गुंड, कोटा हलदी, कोटा जीरा, कोटा मेथी, कौन कोटा अटा, कोटा चीनी, कोटा लुण, एमती बहुत किछि। तेणु यही जो मौलिक धारणा कहले जेकोसी विषय आरंभ करने आगु आम से विषय आम कौन जानी सेटा हूँ मौलिक धारणा। मु रोषे कथा तो मुझे कहली जमी रोषे करने आगु आमको केमती पनीपरिया कटा जाए जानवा पड़ो, कौ मसला ता कौन जानवा पड़ो, केते बेले आम गैस को बढ़ेबा, केते बेले गैस को कमेबा यहाँ जानवा पड़ो, केतिकी तेल, केतिकी पानी, केतिकी लुण, ए सब विषय जानवा पड़ो। सेमती गाड़ी चलाइला पूर्वर भी गाड़ी विषय जानवा पड़ो, साइकेल चलाइला पूर्वर भी साइकेल विषय जानवा पड़ो, एमती चित्र करने पूर्वर चित्र विषय जानवा पड़ो। कोटा सीधाकार, कोटा बंकागार, कोटा तेरछागार, ये सब विषय जानवा पड़ो। ठीक सेमती पिले ज्यामिति पढ़ा आगु आम ज्यामिति विषय जानवा पड़ो। अच्छा तुम्हें जब कह जब आम ज्यामिति विषय जानी कौन असुविधा हे, ठीक से ही असुविधा हे जदि आम गाड़ी विषय न जानी गाड़ी चलैबा। बेले बेले तो आम गाड़ी धरिक पार हो जिबा, जिते बड़े असुविधा पड़ा सेते बड़े आमको किछि बुद्धिपाठ दिशब नहीं। एथिपाई मौलिक धारणा विषय ये भिडियोटी तुम मन देख शुणब। ज्यामिति कौन आम ये बुझीजा। इंट्रोडक्शन। जियोमेट्री शब्दटी दुईटी ग्रीक शब्द जिओ और मेट्रन सृष्टि होइछि। ज्यामिति पदटी जार अर्थ पृथ्वी और मितिर अर्थ माप। जमी माप करिबार आवश्यकतारू ज्यामितिर सृष्टि। मानव सभ्यतार क्रम विकास सह ज्यामितिर अभिवृद्धि जड़ित। तुम्हें जानिଛ बिले ज्यामिति को जियोमेट्री बोली कहा जाए। जियोमेट्री GEOMETRY जियोमेट्री शब्दटी दुईटी ग्रीक शब्द जिओ और मेट्रन। तो मन रख पिले ये जिओ शब्दटी एवं मेट्रन शब्दटी ये उभय होचंदी ग्रीक देशर शब्द। तुम भावुथिब एगुड़िक तो इंग्लीश रे कहती GEO इंग्लीश शब्द नुह। तुम जानिथिब पिले ग्रीस देश रे अनेक ज्यामितज्ञ थिले आ ज्यामितिर क्रम विकास ग्रीस देश ही आरंभ होइछि, परे परे सारा विश्व को व्यापी।
ତେଣୁ ଜିଓମେଟ୍ରି ଶବ୍ଦଟି ମଧ୍ୟ ସେଇ ଗ୍ରୀସ୍ ଦେଶରୁ ଆରମ୍ଭ ହୋଇଛି। ଆଉ ତାହା ଦୁଇଟା ଶବ୍ଦକୁ ନେଇକି ତିଆରି ହେଇଛି, ଯେମିତି ଜିଓ ଆଉ ମେଟ୍ରନ୍। ଜିଓର ଅର୍ଥ ପୃଥିବୀ, ମେଟ୍ରନ୍ ଅର୍ଥ ମାପ। ଜ୍ୟାମିତି ପଦଟିରେ ଜ୍ୟାର ଅର୍ଥ ପୃଥିବୀ, ମିତିର ଅର୍ଥ ମାପ। ଜମି ମାପ କରିବାର ଆବଶ୍ୟକତାରୁ ଜ୍ୟାମିତିର ସୃଷ୍ଟି। ଆଚ୍ଛା, ତୁମେ ଯଦି ଟିକେ ମନେ ପକାଇ ପାରିବ ପିଲେ, ତୁମେ ପୂର୍ବ କ୍ଲାସ୍ରେ ପଢ଼ିଥିବ, ତୁମେ ସପ୍ତମ, ଷଷ୍ଠ, ପଞ୍ଚମ ଶ୍ରେଣୀରେ ତୁମ ସାର୍ ଦିଦିମାନେ କହିଥିବେ ନା ଆଗକାଳରୁ ମଣିଷ ଜଙ୍ଗଲରେ ରହୁଥିଲା। ଖାଇବା ପିଇବା ଛଡ଼ା ତାର ଆଉ କୌଣସି କାମ ନଥିଲା। ତାର ପ୍ରତିଦିନର କାମ ହେଲା ସକାଳୁ ଉଠିବା, ଖାଇବା, ଶିକାର କରିବା, ପୁଣି ଶୋଇଯିବା। କିନ୍ତୁ ଯେତେବେଳେ ମଣିଷ ଧୀରେ ଧୀରେ ଚାଷ କାମ ଶିଖିଲା, ସେତେବେଳେ ସେ ଜମିରେ ଚାଷ କରିବା ଆରମ୍ଭ କଲା। ଯେତେବେଳେ ଜମି ଚାଷ କଲା, ତେଣୁ ଗୋଟିଏ ଜମି ପାଖରେ ଆଉ ଗୋଟେ ଜମି ଥାଏ। ତେଣୁ କାହାର କେଉଁ ଜମିଟା, କାହାର କେତେ ଜମି, ଏସବୁ ମାପ କରିବା ଦରକାର ପଡ଼ିଲା। ସେତେବେଳେ ମଣିଷ କ'ଣ କଲା, ମାପିବା ଆରମ୍ଭ କଲା। ତା ପୂର୍ବରୁ ମାପଜୁପର କିଛି ଆବଶ୍ୟକତା ନଥିଲା, କାହିଁକିନା ଚାଷ କାମର ଆରମ୍ଭରୁ ବିଶେଷ କିଛି ମଣିଷ କାମ କରୁନଥିଲା। ପ୍ରଥମେ ଚାଷ କାମ ଆରମ୍ଭ କରିଛି ସେ। ତେଣୁ ସେ ଚାଷ କାମ ଆରମ୍ଭ ବା ଜମି ମାପଠୁ ଆରମ୍ଭ ହୋଇଛି ଜ୍ୟାମିତି। ମାନବ ସଭ୍ୟତାର କ୍ରମ ବିକାଶ ସହ ଜ୍ୟାମିତିର ଅଭିବୃଦ୍ଧି ଜଡ଼ିତ। ଆଉ ଯେମିତି ମଣିଷ ଧୀରେ ଧୀରେ ବର୍ଷେ ପରେ ବର୍ଷ, ବର୍ଷ ପରେ ବର୍ଷ ବିତି ଚାଲିଲା, ମଣିଷ ଧୀରେ ଧୀରେ ଜ୍ୟାମିତି ବିଷୟରେ ଅଧିକ ଜାଣିବାକୁ ପାଇଲା। ତୁମେ ତ ମନରେ ପ୍ରଶ୍ନ ଉଠିଥିବ, ତାହେଲେ ଏତେ ପୂର୍ବ ସମୟରେ ମଣିଷକୁ ଶିଖେଇଲା କିଏ? ମଣିଷ ତା ପାଖେ କ'ଣ ସ୍କେଲ ବ୍ୟବହାର କରୁଥିଲା? ସେ କ'ଣ ବ୍ୟବହାର କରୁଥିଲା? ସେ କେମିତି ଜାଣୁଥିଲା? ତୁମେ ଜାଣିଛ ପିଲେ, ମଣିଷର ସବୁଠୁ ବଡ଼ ଗୁରୁ ହେଉଛି ତା ମନ, ପ୍ରକୃତି। ନେଚର ମଧ୍ୟ ଗୋଟେ ବହୁତ ବଡ଼ ଗୁରୁ। ତେଣୁ ପ୍ରକୃତି ଆମକୁ ଯାହା ଶିଖାଏ, ତାହା ଆମକୁ ଆଉ କେହି ଶିଖେଇ ପାରେନି। ତେଣୁ ଜ୍ୟାମିତି ମଣିଷ ଆପେ ଆପେ ଆରମ୍ଭ କରିଥିଲା। କ୍ରମେ ତାହା ଧୀରେ ଧୀରେ ବିକାଶ ହୋଇଛି। ବୈଦିକ ଯୁଗରେ ଭାରତୀୟ ଋଷିଗଣ ଯଜ୍ଞକୁଣ୍ଡ ଓ ପୂଜାବିଧି ନିର୍ମାଣ ଆଦି କାର୍ଯ୍ୟରେ ଉନ୍ନତ ଜ୍ୟାମିତିକ ଜ୍ଞାନର ପ୍ରୟୋଗ କରୁଥିଲେ। ଆମ ଭାରତରେ ଯେତେବେଳେ ବୈଦିକ ଯୁଗ, ମାନେ ଆଜିକୁ ଆମେ ଦେଖିବା ଯଦି ପ୍ରାୟ 3000-4000 ବର୍ଷ ତଳ କଥା, ସେତେବେଳେ ଭାରତରେ ବହୁତ ଋଷିମାନେ ରହୁଥିଲେ। ଆଉ ପ୍ରତିଦିନ ସେହି ଆଶ୍ରମରେ ଯଜ୍ଞ ହୁଏ। ଯେଉଁ ଯଜ୍ଞ କୁଣ୍ଡ ବା ଯେଉଁ ପୂଜା ବେଦୀ ନିର୍ମାଣ କରାଯାଏ, ସେହି ସମୟରେ ଗୋଟେ ମାପ ଥାଏ। ଆମ ଶାସ୍ତ୍ର ଅନୁସାରେ ଯଜ୍ଞ କୁଣ୍ଡର ଗୋଟେ ମାପ ଥାଏ। ସେଇ ମାପକୁ ନେଇକି ଯଜ୍ଞ କୁଣ୍ଡ ତିଆରି କରାଯାଏ। ତ ସେତେବେଳେ ବି ମୁନି ଋଷିମାନେ ଜ୍ୟାମିତିର ବ୍ୟବହାର କରିଥିଲେ। ଆନୁମାନିକ ଖ୍ରୀଷ୍ଟପୂର୍ବ 800ରୁ ଖ୍ରୀଷ୍ଟପୂର୍ବ 500 ମଧ୍ୟରେ ଭାରତରେ ରଚିତ ସୁଲ୍ବ ସୂତ୍ର ଏକ ଜ୍ୟାମିତି ଶାସ୍ତ୍ର। ଖ୍ରୀଷ୍ଟପୂର୍ବ 800, ତୁମେ ଜାଣିଥିବ ଆଜି ହେଉଛି 2022 ମସିହା। ତ ଖ୍ରୀଷ୍ଟପୂର୍ବ କହିଲେ 2022 ପ୍ଲସ୍ 800, ତ କହିବାକୁ ଗଲେ ପାଖାପାଖି 2822 ବର୍ଷରୁ ଖ୍ରୀଷ୍ଟପୂର୍ବ 500, ଏଥିରେ ଆଉ 3 ମିଶେଇବା ପାଖାପାଖି 3000। ତେଣୁ 3000 ଉପରେ, 3000 ବର୍ଷ ତଳେ ଭାରତରେ ଜ୍ୟାମିତିର ବହୁତ ବ୍ୟବହାର ହେଉଥିଲା। ଆଉ ସେତେବେଳେ ମୁନି ଋଷିମାନେ ସୁଲ୍ବ ସୂତ୍ର ଏକ ଜ୍ୟାମିତି ଶାସ୍ତ୍ର ମଧ୍ୟ ଲେଖି ସାରିଥିଲେ। ତୁମେ ପିଲେ ଆଶ୍ଚର୍ଯ୍ୟ ହେବାର କିଛି କଥା ନୁହଁ। ତୁମେ ଜାଣିଛ, ଏ ଭାରତ ହେଉଛି ଏକ ବିଚିତ୍ର ଦେଶ। ଏହି ଦେଶରେ ଏମିତି କିଛି ନାହିଁ ଯେଉଁଟାକି ପୂର୍ବେ ନଥିଲା। ଯେତେବେଳେ ଅନ୍ୟ ଦେଶମାନେ ପିନ୍ଧିବା ପାଇଁ ସଂଘର୍ଷ କରୁଥିଲେ, ଖାଦ୍ୟ ଖାଇବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ଏହି ଭାରତର ମୁନି ଋଷିମାନେ କେତେ ପୁରାଣ ବେଦ ବେଦାନ୍ତ ଲେଖି ସାରିଥିଲେ। ଅନେକ ବୈଜ୍ଞାନିକ ପଦ୍ଧତିକୁ ଜାଣି ସାରିଥିଲେ। ଅନେକ ବିଜ୍ଞାନର ବହୁତ ପ୍ରଚାର ପ୍ରସାର ହୋଇସାରିଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ, ଚିକିତ୍ସା ପଦ୍ଧତିରେ ବହୁତ ଆଗୁଆ ଥିଲା। ତେଣୁ 3000 ବର୍ଷ ତଳେ ଅନ୍ୟ କେଉଁ ଦେଶରେ ଜ୍ୟାମିତିର ବିଷୟରେ କ'ଣ ଥିବ ସେ କଥା ତ ଆମେ ଜାଣିନେ, କିନ୍ତୁ ଭାରତରେ ଜ୍ୟାମିତି ବହୁତ ଉନ୍ନତ ହୋଇସାରିଥିଲା। ଆଉ ସେତେବେଳେ ଆମର ମୁନି ଋଷିମାନେ ସୁଲ୍ବ ସୂତ୍ର ନାମରେ ଗୋଟେ ଜ୍ୟାମିତି ଶାସ୍ତ୍ର ତିଆରି କରିଥିଲେ।
ସୁଲ୍ବ ଅର୍ଥାତ୍ ଦଉଡ଼ି ସାହାଯ୍ୟରେ ମାପ ସମ୍ବନ୍ଧୀୟ ବିଭିନ୍ନ ସୂତ୍ରକୁ ନେଇ ଏହି ଶାସ୍ତ୍ର ସମୃଦ୍ଧ। ଆଉ ସେତେବେଳେ ମାପ କରିବାର କେବଳ ଗୋଟିଏ ଯନ୍ତ୍ର ଥିଲା ଦଉଡ଼ି। ଆଜି ମଧ୍ୟ ପିଲେ ତୁମେ ଦେଖିଥିବ ଯେତେବେଳେ ବିଦ୍ୟାଳୟରେ ଆମର ବାର୍ଷିକ କ୍ରୀଡ଼ା ଉତ୍ସବ ହୁଏ ବା ଦୌଡ଼ ପ୍ରତିଯୋଗିତା ହୁଏ, ସେତେବେଳେ ସାର୍ମାନେ ଦିଦିମାନେ ଦଉଡ଼ି ସାହାଯ୍ୟରେ ସବୁ ମାପ କରନ୍ତି ଆଉ ଗାର ଟଣାଯାଏ। ତେଣୁ ଏ ଦଉଡ଼ି ସାହାଯ୍ୟରେ ମାପିବାଟା ଆଜି ନୁହଁ, ଆଜିକୁ ହଜାର ହଜାର ବର୍ଷ ତଳେ ମୁନି ଋଷିମାନେ ଏହାକୁ ଉଦ୍ଭାବନ କରିଥିଲେ। ମହେଞ୍ଜୋଦାରୋ ହରପ୍ପା ସଭ୍ୟତାର ଧ୍ୱଂସାବଶେଷ ଓ ମିଶରୀୟ ସଭ୍ୟତାରେ ଜ୍ୟାମିତିକ ନକ୍ସାର ବହୁଳ ପ୍ରୟୋଗ ଦେଖିବାକୁ ମିଳେ। ହେଲେ ତୁମେ ମନରେ ପ୍ରଶ୍ନ ଆସିବ, ଯଦି 3000 ବର୍ଷ ପୂର୍ବେ ଏସବୁ ହେଇଥିଲା ତାହେଲେ ମଣିଷ ଆଜି କେମିତି ଜାଣୁଛି? ସେ ଲୋକ ତ ନାହାନ୍ତି, ସେମାନେ ତ ମରିଯାଇଥିବେ। ଆଜି କେମିତି ଜାଣୁଛି ନା ତୁମେ ଜାଣିଥିବ ମହେଞ୍ଜୋଦାରୋ ଆଉ ହରପ୍ପା, ଏ ଦୁଇଟା, ତା ସାଙ୍ଗରେ ଆଉ ଗୋଟେ ବି ଅଛି ମିଶରୀୟ ସଭ୍ୟତା। ଏଇ ତିନିଟା ସ୍ଥାନ ଯାହାକି ଆମର ହଜାର ହଜାର ବର୍ଷ ତଳରେ ଯେଉଁ ସଭ୍ୟତା ଗଢ଼ି ଉଠିଥିଲା, ଯେଉଁ ଲୋକମାନେ ରହୁଥିଲେ, ତ ସେମାନଙ୍କର ଚାଲିଚଳନ, ସେମାନଙ୍କର ବ୍ୟବହୃତ ଜିନିଷ, ସେମାନେ ବ୍ୟବହାର କରୁଥିବା ଗହଣା, ଏସବୁ ଜିନିଷ ମାଟି ତଳୁ ମିଳୁଛି। ଆମର ବୈଜ୍ଞାନିକମାନେ ସେସବୁକୁ ମାଟି ତଳୁ ଉଦ୍ଧାର କରି ସେହି ବିଷୟରେ ପରୀକ୍ଷା ନିରୀକ୍ଷା କରି ସେମାନେ ଜାଣିସାରିଛନ୍ତି କି ମହେଞ୍ଜୋଦାରୋ ଆଉ ହରପ୍ପା ସଭ୍ୟତାରେ ବା ମିଶରୀୟ ସଭ୍ୟତାରେ ଆମ ଜ୍ୟାମିତିକ ନକ୍ସାର ବହୁଳ ପ୍ରୟୋଗ ଦେଖିବାକୁ ମିଳେ। ମହେଞ୍ଜୋଦାରୋ ସଭ୍ୟତା ଯେତେବେଳେ ଗଢ଼ି ଉଠିଥିଲା, ସେତେବେଳେ ଲୋକମାନେ ଯେଉଁ ଘର କରୁଥିଲେ, ତୁମେ ଜାଣିଥିବ ପିଲେ, ଘର କରିବା ପାଇଁ ଅନେକ ମାପଚୁପ କରିବାକୁ ପଡ଼େ। ତେଣୁ ମହେଞ୍ଜୋଦାରୋ ସଭ୍ୟତା ଆଉ ହରପ୍ପା ସଭ୍ୟତାରେ ସେତେବେଳେ ଯେଉଁ ଘର ଲୋକମାନେ କରୁଥିଲେ, ସେତେବେଳେ ବି ଲୋକ ମାପ କରି କରୁଥିଲେ। ଆଉ ସେ ମାପ କରିବା ଯେଉଁ ନକ୍ସା ଆଜି ମଧ୍ୟ ମହେଞ୍ଜୋଦାରୋ ହରପ୍ପା ସଭ୍ୟତାରେ ଦେଖିବାକୁ ମିଳୁଛି। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ଜିଓମେଟ୍ରି ଶବ୍ଦଟି ହେଉଛି ଜ୍ୟାମିତିର ଇଂରାଜୀ ନାମ। ଆଉ এই ଜିଓମେଟ୍ରି ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଆସିଛି। ଜିଓମେଟ୍ରନ୍, ଜିଓର ଅର୍ଥ ପୃଥିବୀ ବା ଭୂମି ବା ମାଟି, ମେଟ୍ରନ୍ ଅର୍ଥ ମାପ, ମାଟିକୁ ମାପିବାକୁ ଜମି ମାପ ବା ଭୂମି ମାପକୁ ଜ୍ୟାମିତି ବୋଲି କହିବା। ଦ୍ୱିତୀୟ ପ୍ରଶ୍ନ ହେଲା, ଜ୍ୟାମିତି ପ୍ରଥମେ କେମିତି ଆରମ୍ଭ ହେଲା? ଜ୍ୟାମିତି ପ୍ରଥମେ ମଣିଷ ହିଁ ଆରମ୍ଭ କରିଛି। ଯେବେ ସେ ଚାଷ କାର୍ଯ୍ୟ ଆରମ୍ଭ ଶିଖିଲା, ସେବେଠୁ ଜ୍ୟାମିତିର ଆରମ୍ଭ ହୋଇଛି। ତାପରେ ପରେ ମୁନି ଋଷିମାନେ ଯଜ୍ଞକୁଣ୍ଡ ବା ପୂଜାବେଦୀ ନିର୍ମାଣ କାର୍ଯ୍ୟରେ ଜ୍ୟାମିତିର ବ୍ୟବହାର କରିଛନ୍ତି। ଆଉ ଭାରତର ବୈଦିକ ଯୁଗର ମୁନି ଋଷିମାନେ ସୁଲ୍ବ ସୂତ୍ର ନାମରେ ଗୋଟିଏ ବହିଟି ମଧ୍ୟ ଲେଖିଥିଲେ। ସୁଲ୍ବ ଅର୍ଥ ଦଉଡ଼ି, ଦଉଡ଼ି ସାହାଯ୍ୟରେ କେମିତି ଆମେ ମାପଚୁପ କରିବା ସେ ବିଷୟରେ ବିଶଦ ବିବରଣୀ ସେ ବହିରେ ଦେଖିବାକୁ ମିଳେ। ଆଉ ସେ ବହିଟି ବୋଧହୁଏ ବହୁତ ବିରଳ, ଯଦି ଥିବ ତାକୁ ଅତି ଯତ୍ନରେ ସାଇତିକି ରଖା ହେଇଥିବ। ଯଦି ବି ନଥିବ, କାହିଁକି ନା ତୁମେ ଜାଣିଛ ପିଲେ, 3000 ବର୍ଷ କହିଲେ ସେ ଭିତରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ହେଇଥିବ, ବହୁତ ଆକ୍ରମଣ ହେଇଥିବ, ବିଦେଶୀ ଆକ୍ରମଣ। ତେଣୁ ଏହିସବୁ ଆକ୍ରମଣ ଭିତରେ ଯଦି ବି ବହିଟି ହଜିଯାଇଥିବ, କିନ୍ତୁ ତାହାର କିଛି ପୃଷ୍ଠା ଆଜି ବି ସାଇତିକି ରଖା ହେଇଥିବ। ପ୍ରାଥମିକ ଅବସ୍ଥାରେ ଜ୍ୟାମିତିର ସିଦ୍ଧାନ୍ତ ଓ ସୂତ୍ରଗୁଡ଼ିକ ପରୀକ୍ଷାମୂଳକ ଉପାୟ ଦ୍ୱାରା ନିର୍ଣ୍ଣିତ ହେଉଥିଲା। ଅନୁମାନ କରାଯାଏ ଗ୍ରୀକ୍ ଗଣିତଜ୍ଞ ଥାଲେସ୍ ପ୍ରଥମେ ଜ୍ୟାମିତିରେ ତର୍କଶାସ୍ତ୍ରର ପ୍ରୟୋଗ କରି ପୂର୍ବରୁ ଜଣାଥିବା ସୂତ୍ର ଓ ସିଦ୍ଧାନ୍ତଗୁଡ଼ିକର ଯୁକ୍ତିମୂଳକ ପ୍ରମାଣ ଦେବାର ପ୍ରୟାସ ଆରମ୍ଭ କରିଥିଲେ। ପରେ ଥାଲେସ୍ଙ୍କ ଶିଷ୍ୟ ପିଥାଗୋରାସ୍ ଓ ତାଙ୍କ ପରେ ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟଟଲ ଆଦି ଗ୍ରୀକ୍ ବିଦ୍ୱାନଗଣ ଏହି ଧାରାକୁ ଆଗେଇ ନେଇଥିଲେ। ତ ଯଦିଓ 3000 ବର୍ଷ ପୂର୍ବେ ଜ୍ୟାମିତିର ଆରମ୍ଭ ହୋଇଥିଲା, ତାପରେ ପରେ ଅନେକ ଗଣିତଜ୍ଞ ଆସିଲେ। ସେ ଗଣିତଜ୍ଞ କେହି ନୁହନ୍ତି, ଆମରିମାନଙ୍କ ଭଳି ମଣିଷମାନେ। ତ ସେହି ଗ୍ରୀକ୍ ଦେଶର ଜଣେ ଗଣିତଜ୍ଞ ଥିଲେ ଥାଲେସ୍। ଖ୍ରୀଷ୍ଟପୂର୍ବ 640ରୁ 546, ମାନେ ଦେଖିବାକୁ ଗଲେ ଆଜିକି ପାଖାପାଖି 2660 ବର୍ଷ, 2660 ବର୍ଷ ତଳେ ଥାଲେସ୍ ବୋଲି ଜଣେ ଗଣିତଜ୍ଞ ଥିଲେ ଗ୍ରୀକ୍ ଦେଶର।
ସିଏ କ'ଣ କରୁଥିଲେ ନା ସିଏ ଯାହା ପଢ଼ୁଥିଲେ ଜ୍ୟାମିତି ବିଷୟରେ ଆମେ ଯେ ପଢ଼ିଲେ ତା ଆଗରୁ ଜ୍ୟାମିତି ସୃଷ୍ଟି ହେଇସାରିଲାଣି, ପାଖାପାଖି 3000 ବର୍ଷ ପରେ ହେଲାଣି ଜ୍ୟାମିତି ସୃଷ୍ଟି ହେବାର। ତେଣୁ ଥାଲେସ୍ ଯେତେବେଳେ ସେ ବହି ପଢ଼ିଲେ, ସେ ବହି ଗୁଡ଼ିକୁ ସେ ଖାଲି ପଢ଼ିଲେନି, ଯାହା ପଢ଼ୁଥିଲେ ତାକୁ ସଙ୍ଗେ ସଙ୍ଗେ ସେ ପରୀକ୍ଷା କରୁଥିଲେ, ଆଉ ସତ ବି ହେଉଥିଲା। ଏବଂ ଯେ ଯୁକ୍ତିମୂଳକ ପ୍ରମାଣ ଦେବାରେ ପ୍ରୟାସ ଆରମ୍ଭ କରିଥିଲେ। ପରେ ଥାଲେସ୍ଙ୍କ ଶିଷ୍ୟ ପିଥାଗୋରାସ୍ ଓ ତାଙ୍କ ପରେ ସକ୍ରେଟିସ୍, ତାପରେ ପ୍ଲାଟୋ, ତାପରେ ଆରିଷ୍ଟଟଲ, ଏ ସମସ୍ତେ ପରବର୍ତ୍ତୀ ସମୟରେ ଜ୍ୟାମିତିରେ ଆଗ୍ରହ ନେଲେ, ଆଉ ଜ୍ୟାମିତିକୁ ଭଲ ଭାବରେ ପଢ଼ିଲେ। ଆଉ ପଢ଼ିଲା ପରେ ସେ ଭିତରୁ ଅନେକ କଥା ସେମାନେ ନୂଆ ନୂଆ ଜିନିଷ ତାଙ୍କ ମସ୍ତିଷ୍କକୁ ଆସିଲା, ଆଉ ସେମାନେ ନୂଆ ନୂଆ ସୂତ୍ର, ନୂଆ ନୂଆ କଥା ସବୁ ଉଦ୍ଭାବନ କଲେ। ତେଣୁ ଏମାନଙ୍କ ନାମ ମଧ୍ୟ ମନେ ରଖିବା, ଥାଲେସ୍, ପିଥାଗୋରାସ୍, ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟଟଲ। କିନ୍ତୁ ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ ଆଲେକ୍ଜାଣ୍ଡ୍ରିଆର ଗ୍ରୀକ୍ ଗଣିତଜ୍ଞ ୟୁକ୍ଲିଡ୍ ତାଙ୍କ ଅନବଦ୍ୟ ଗ୍ରନ୍ଥ ଏଲିମେଣ୍ଟସରେ ଦର୍ଶାଇଲେ ଯେ ଜ୍ୟାମିତିକ ସିଦ୍ଧାନ୍ତ ଗୁଡ଼ିକ ପ୍ରତ୍ୟେକ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ତଥ୍ୟ ନୁହନ୍ତି। ଅଳ୍ପ କେତେଗୁଡ଼ିଏ ତଥ୍ୟକୁ ସ୍ୱୀକାର କରିଗଲେ ବାକି ସମସ୍ତ ଜ୍ୟାମିତିକ ସିଦ୍ଧାନ୍ତ ଏହି ସ୍ୱୀକୃତ ତଥ୍ୟ ଗୁଡ଼ିକର ପରିଣାମ ବୋଲି ତର୍କ ମାଧ୍ୟମରେ ପ୍ରତିପାଦନ କରାଯାଇପାରିବ। ପ୍ରଥମରୁ ମାନି ନେଇଥିବା ସ୍ୱୀକାର୍ଯ୍ୟ ଗୁଡ଼ିକର ସାହାଯ୍ୟରେ ଯୁକ୍ତି ମାଧ୍ୟମରେ ନୂତନ ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବ। ତେଣୁ ୟୁକ୍ଲିଡ୍କୁ ଯଥାର୍ଥରେ ଜ୍ୟାମିତିର ଜନକ ବୋଲି ସ୍ୱୀକାର କରାଯାଏ। ତାଙ୍କରି ନାମାନୁଯାୟୀ ବିଦ୍ୟାଳୟରେ ପଢ଼ାଯାଉଥିବା ଜ୍ୟାମିତିକୁ ୟୁକ୍ଲିଡୀୟ ଜ୍ୟାମିତି ବା ୟୁକ୍ଲିଡିଆନ୍ ଜିଓମେଟ୍ରି ବୋଲି କୁହାଯାଏ। ତ ପିଲାମାନେ ଗୋଟେ ବଢ଼ିଆ କଥାଟି ଦେଲେ ଶୁଣ। ଆମେ ତ ପୂର୍ବରୁ ଏହି ଜ୍ୟାମିତିଜ୍ଞମାନଙ୍କ ନାମ ପଢ଼ିଲେ, ତାପରେ ଆଉ ଜଣେ ଜ୍ୟାମିତଜ୍ଞ ଆସିଲେ, ସେଇ ଗ୍ରୀସ୍ ଦେଶର ଜଣେ ଗଣିତଜ୍ଞ, ଯାହାଙ୍କ ନାମ ହେଲା ୟୁକ୍ଲିଡ୍। ୟୁକ୍ଲିଡ୍କୁ ଜ୍ୟାମିତିର ଜନକ ବା ଫାଦର ଅଫ୍ ଜିଓମେଟ୍ରି ବୋଲି କୁହାଯାଏ। କିନ୍ତୁ କାହିଁକି? ତାଙ୍କ ପୂର୍ବରୁ ତ ଅନେକ ଜ୍ୟାମିତଜ୍ଞ ଥିଲେ, ଆମେ ଥାଲେସ୍କୁ କାହିଁକି କହିଲେନି? ସେ ତ ପ୍ରଥମଟା। କିନ୍ତୁ ପିଲେ ମନେ ରଖ, ଏଇ ଥାଲେସ୍, ପିଥାଗୋରାସ୍, ଆରିଷ୍ଟଟଲ, ସକ୍ରେଟିସ୍, ପ୍ଲାଟୋ ଏ ସମସ୍ତେ ଜ୍ୟାମିତିଙ୍କ ପାଇଁ ବହୁତ କିଛି କରିଛନ୍ତି। କିନ୍ତୁ ୟୁକ୍ଲିଡ୍ ଯେତେବେଳେ ଜ୍ୟାମିତି ବିଷୟରେ ଅଧ୍ୟୟନ କଲେ, ସିଏ ଗୋଟେ କଥା ଦେଖିଲେ କି ଜ୍ୟାମିତିରେ ଯେତେ ସବୁ ନିୟମ ଅଛି, କେହି ନିୟମ ଅଲଗା ଅଲଗା ନୁହନ୍ତି, ମାନେ ପରସ୍ପର ସେମାନେ ସଂଶ୍ଳିଷ୍ଟ। ତୁମେ ଯେମିତି ଦେଖିଥିବ ପିଲେ, ତୁମେ ଯଦି ପେନସିଲ୍ ଧରିବା ଶିଖିଗଲ, ତୁମେ ଚିତ୍ର ଆଙ୍କିପାରିବ। ତୁମେ ଯଦି ସିଧା ଘର ଟାଣିବା ଶିଖିପାରିଲ, ତୁମେ ଗୋଟେ ଘର ଚିତ୍ର କରିପାରିବ। ଅର୍ଥାତ୍ ଘର ଚିତ୍ର କରିବା ପାଇଁ ପେନସିଲ୍ ଧରିବା ଶିଖିବା ଦରକାର। ତେଣୁ ଯେମିତି ମୁଁ ଛୋଟିଆ ଉଦାହରଣ ମାଧ୍ୟମରେ ତୁମକୁ କହିଲି, କେମିତି ଆମେ ଗୋଟେ ବଡ଼ ଜିନିଷ କରିବା ପାଇଁ ହେଲେ ଆମକୁ ଅନେକ ଛୋଟ ଛୋଟ ଜିନିଷ ଗୁଡ଼ିକୁ ଯୋଡ଼ିବାକୁ ପଡ଼ିବ। ଠିକ୍ ସେହିଭଳି ୟୁକ୍ଲିଡ୍ ଦେଖିଲେ ନା ଜ୍ୟାମିତି ଶାସ୍ତ୍ର, ଯେଉଁ ସୁଲ୍ଫ ସୂତ୍ର ବା ଥାଲେସ୍ ଯେଉଁ ବହି ପଢ଼ିଥିଲେ, ସେତେବେଳେ ଯାହା ବା ମିଶରୀୟ ଦେଶରେ ଯାହା ସବୁ ଥିଲା ପଢ଼ିବା ପାଇଁ, ସେସବୁ ପଢ଼ିଲା ପରେ ସେ ଦେଖିଲେ ନା ଜ୍ୟାମିତିରେ ଯେତେ ସବୁ ତଥ୍ୟ ଅଛି, ସବୁ ତଥ୍ୟ ଗୁଡ଼ିକ ପରସ୍ପର ସହ ସଂଶ୍ଳିଷ୍ଟ ବା ସମ୍ପର୍କିତ। ତେଣୁ ସେ ସେହି ବିଷୟରେ ଅଧିକ ଗବେଷଣା କଲେ। ଆଉ ଓଭରାଲି ଦେଖିବାକୁ ଗଲେ ସେ ଜ୍ୟାମିତି ଉପରେ ବହୁତ ଗବେଷଣା କରିଛନ୍ତି, ଆଉ ଅତି ସରଳ ଭାବରେ ଯାହା ମାନବ ସମାଜକୁ ଅତ୍ୟନ୍ତ ଦରକାରୀ ସେଇ ବିଷୟ ଗୁଡ଼ିକୁ ସେ ଅଲଗା କରିକି ସେ ଆମକୁ ଏଲିମେଣ୍ଟସ ପୁସ୍ତକ ବୋଲି ଗୋଟେ ଅଛି, ସେଇ ବହି ଦ୍ୱାରା ସେ ଆମମାନଙ୍କୁ ଭେଟି ଦେଇଛନ୍ତି। ତେଣୁ ଏତେ ବଡ଼ ଜ୍ୟାମିତି ଶାସ୍ତ୍ରକୁ ଅତି ସଂକ୍ଷିପ୍ତ ଭାବରେ, ଅତି ସରଳ ଭାବରେ ଯିଏ ଆମ ପାଇଁ ଭେଟି ଦେଇଛନ୍ତି, ସେ ନିଶ୍ଚିତ ଭାବରେ ସମସ୍ତଙ୍କଠୁ କି ଭିନ୍ନ କି ନୁହଁ? ହଁ, ସେଥିପାଇଁ ୟୁକ୍ଲିଡ୍କୁ କୁହାଯାଏ ଫାଦର ଅଫ୍ ଜିଓମେଟ୍ରି। ଆଉ ତାଙ୍କରି ପୁସ୍ତକରୁ ଆଜି ଆମେ ଯାହା ବି ପଢ଼ୁଛନ୍ତି, ଆମେ ଯାହା ବି ଆଜି ଆମେ ବହିରେ ପଢ଼ିବା ବା ପଢ଼ୁଛନ୍ତି, ଏସବୁ ହେଉଛି ୟୁକ୍ଲିଡ୍ଙ୍କ ଏଲିମେଣ୍ଟସ ପୁସ୍ତକରୁ ବାହାରିଛି। ଆଉ ତୁମେ ଜାଣିଥିବ ପିଲେ, ଆମର ଯେଉଁ ମୁନି ଋଷିମାନେ ଯେଉଁ ସବୁ ସୂତ୍ର ସାହାଯ୍ୟରେ ପଢ଼ଉଥିଲେ, ତାହା ଆଜି ବିରଳ। ତାହା ଆଜି ଯଦିଓ ସେହି ସମୟରେ ଏହା ଅତି ସମୃଦ୍ଧ ଥିଲା, କିନ୍ତୁ ତାହାକୁ ଗବେଷଣା କରି ତାହା ଲୋକଲୋଚନ ପାଖରେ ପହଞ୍ଚି ପାରିଲି ନାହିଁ। ଯଦି ବି ଆସିଛି 100% ଆସିନାହିଁ। କିନ୍ତୁ ଯାହା ଆଜି ଆମେ ସ୍କୁଲ କଲେଜରେ ପଢ଼ା ହେଉଛି, ଇଏ ହେଉଛି ୟୁକ୍ଲିଡ୍ଙ୍କ ଅବଦାନ।
ସେଥିପାଇଁ ଫାଦର ଅଫ୍ ଜିଓମେଟ୍ରି ତାଙ୍କୁ କୁହାଯାଏ। ପରବର୍ତ୍ତୀ କାଳରେ ଭାରତୀୟ ଗଣିତଜ୍ଞ ମାନଙ୍କ ମଧ୍ୟରେ ଭାସ୍କର, ଆର୍ଯ୍ୟଭଟ୍ଟ ଆଦି ଜ୍ୟାମିତି ଶାସ୍ତ୍ରକୁ ସମୃଦ୍ଧ କରିଥିଲେ। ତ ୟୁକ୍ଲିଡ ହେଲେ ମିଶରୀୟ ଦେଶ ବା ଗ୍ରୀସ ଦେଶର ଜ୍ୟାମିତଜ୍ଞ। ସେହିଭଳି ଭାରତରେ ମଧ୍ୟ ଭାସ୍କର ଓ ଆର୍ଯ୍ୟଭଟ୍ଟ ଭଳି ଗଣିତଜ୍ଞ ମାନେ ଥିଲେ, ଯେଉଁମାନେ ପରବର୍ତ୍ତୀ କାଳରେ ଅନେକ ଗବେଷଣା କରିକି ଲୋକମାନଙ୍କୁ ନୂଆ ନୂଆ ତଥ୍ୟ ନୂଆ ନୂଆ ଆବିଷ୍କାର ଉଦ୍ଭାବନ ବିଷୟରେ ଲୋକଙ୍କୁ ଜଣାଇଥିଲେ। ତେଣୁ ସେମାନଙ୍କ ନାମ ମଧ୍ୟରେ ମନେ ରଖିବା। ତ ପିଲାମାନେ, ଇଏ ଥିଲା ତୁମ ଜ୍ୟାମିତିର ଉପକ୍ରମଣିକା ବା ଇଣ୍ଟ୍ରୋଡକ୍ସନ୍। ଆଜି ପାଇଁ ଆମେ ଏତିକି ପଢ଼ିବା। ଆଉ ଏଇ ପଢ଼ା ଶେଷରେ ଆମେ ଗୋଟେ ବିଷୟ ପିଲେ ଆଲୋଚନା କରିବା। ଆମେ ତ ଜ୍ୟାମିତି ବିଷୟରେ ପଢ଼ୁଛୁ, ଆଉ ଏଇ ଜ୍ୟାମିତିରେ ଆମେ ଅନେକ ବିଦ୍ୱାନମାନଙ୍କ ନାଁ ଜାଣିଲେ, ଆମେ ଅନେକ ଗଣିତଜ୍ଞଙ୍କ ନାମ ଜାଣିଲେ, କିନ୍ତୁ ଗୋଟିଏ କଥା ମୁଁ ତୁମକୁ କହି ରଖେ ପିଲେ, ସବୁବେଳେ ଭାରତୀୟର ମୁନି ଋଷିମାନେ ହେଉଛନ୍ତି ଶ୍ରେଷ୍ଠ। ତୁମେ ଜାଣିଥିବ ଏ କେମିତି ସମ୍ଭବ? ଟିକେ ଚିନ୍ତା କର ପିଲାମାନେ। ଯେଉଁ ସମୟରେ ଆମ ମୁନି ଋଷିମାନେ ଏତେ ଉନ୍ନତ କରିସାରିଥିଲେ ଜ୍ୟାମିତିକୁ, ସେ ପରବର୍ତ୍ତୀ କାଳରେ ସେମାନଙ୍କୁ ଲୋକମାନେ କାହିଁକି ଜାଣିପାରିଲେ ନାହିଁ? ବିଦେଶର ଜ୍ୟାମିତଜ୍ଞମାନଙ୍କ ବିଷୟରେ ଲୋକମାନେ କାହିଁକି ଜାଣିଲେ? ତା କାରଣ ହେଉଛି ଭାରତକୁ ସୁନାର ଚଢ଼େଇ ବୋଲି କୁହାଯାଉଥିଲା। ଆଉ ଭାରତ ଶିକ୍ଷା, ସ୍ୱାସ୍ଥ୍ୟ, କଳା, ବାଣିଜ୍ୟ ସବୁଥିରେ ଉନ୍ନତ ଥିଲା। ଏହାକୁ ଲୋଭ କରି ବାରମ୍ବାର ବୈଦେଶିକ ଶତ୍ରୁମାନେ ଆମ ଦେଶ ଉପରେ ଆକ୍ରମଣ କରିଛନ୍ତି ଏବଂ ଭାରତର ବଡ଼ ବଡ଼ ଗ୍ରନ୍ଥାଗାରକୁ ଜାଳି ଦେଇଛନ୍ତି। ଲକ୍ଷ ଲକ୍ଷ ବହିକୁ ପଢ଼ି ଦେଇଛନ୍ତି। ବଡ଼ ବଡ଼ ଜ୍ଞାନୀ ଗୁଣୀ ଲୋକମାନଙ୍କୁ ହତ୍ୟା କରିଛନ୍ତି। ଆମଠାରୁ ଆମର ଅନେକ ଉପାଦେୟ ପୁସ୍ତକ ଆମଠୁ ଛଡ଼େଇ ନେଇଛନ୍ତି, ଯାହାଫଳରେ ବାରମ୍ବାର ଆକ୍ରମଣ ଦ୍ୱାରା ଅନେକ ତଥ୍ୟ ଆମଠାରୁ ସେମାନେ ଚୋରି କରି ନେଇଛନ୍ତି। ଆଉ ପରବର୍ତ୍ତୀ କାଳରେ ସେହି ବହିକୁ ସେମାନେ ପଢ଼ିକି ସିଏ ତାଙ୍କ ନାମ ଦେଇକି ସେମାନେ ନୂଆ ନୂଆ ଜିନିଷ ଉଦ୍ଭାବନ କଲେ ବୋଲିକି ସାରା ପୃଥିବୀକୁ ଜଣାଇ ଦେଇଛନ୍ତି। ତେଣୁ ଏଠି ଗୋଟେ କଥା ପିଲେ ମୁଁ ମନେ କହିଦିଏ, ତୁମେ କେବେ ମନ ଦୁଃଖ କରିବ ନାହିଁ କି ଭାରତରେ କାହିଁକି କୌଣସି ମୁନି ଋଷିମାନେ ନାହାନ୍ତି। ତାର କାରଣ ହେଉଛି ଭାରତର ମୁନି ଋଷିମାନଙ୍କ ନାମ ଆଜି ଆମେ ଖୋଜିଲେ ମଧ୍ୟ ମିଳିବ ନାହିଁ। ଯଦି ବି ମିଳିବ କାଁ ଭାଁ ଗୋଟେ ଦୁଇଟି ମିଳିବ। କିନ୍ତୁ ଏହାର ପଛର କାରଣ ହେଉଛି ଆମ ମୁନି ଋଷିମାନଙ୍କର ବହି, ତାଙ୍କର ଲେଖା ସବୁକିଛି ଜାଳି ପୋଡ଼ି ନଷ୍ଟ କରି ଦିଆଯାଇଛି। ତେଣୁ ଆଜି ବିଷୟଟି କେବଳ ଆମେ ଉପକ୍ରମଣ ବିଷୟରେ ପଢ଼ିଲେ। ଆମେ ପରବର୍ତ୍ତୀ ପିରିୟଡ଼ରେ ଆମେ ପଢ଼ିବା ଜ୍ୟାମିତି ବିଷୟରେ ନୂଆ କିଛି ଜାଣିବା। ତେଣୁ ପିଲାମାନେ, ତୁମେ ତ ସମସ୍ତେ ଦେଖୁଥିଲ, ଆଉ ଆଶା କରେ ତୁମେମାନେ ଭିଡ଼ିଓଟି ଦେଖି ସାରିଲା ପରେ ତୁମକୁ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବ। ଆଉ ତୁମେ ଆଜି ପଢ଼ା ବିଷୟ ଭିତରେ ତୁମେ ଯଦି ଆଉ କିଛି ଜାଣିବାକୁ ଇଚ୍ଛା ଥିବ ମୋତେ ନିଶ୍ଚୟ କମେଣ୍ଟ ବକ୍ସରେ ପଚାରିବ। ଆଉ ତୁମମାନଙ୍କ ମତାମତ ଅପେକ୍ଷାରେ ମୁଁ ରହିଲି। ଆଉ ତୁମେ ଯଦି ଏଇ ଚ୍ୟାନେଲଟିକୁ ନୂଆ ଆସୁଥିବ ତେଣୁ এই ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବ, ଯାହାଦ୍ୱାରା ପ୍ରତିଦିନ ମୁଁ ଯେଉଁ ଭିଡ଼ିଓ ପକାଇବି ତୁମେମାନେ ପାଇପାରିବ। ଆଉ ଆଉ ଗୋଟିଏ କଥା ପିଲେ, ମୁଁ ତୁମକୁ ଗୋଟେ ପରାମର୍ଶ ଦେବି। ଯେହେତୁ ଆମେ ଗଣିତ ପଢ଼ୁଛନ୍ତି, ଜ୍ୟାମିତି ବିଷୟ ପଢ଼ୁଛନ୍ତି, ଆଗକୁ ବିଜ୍ଞାନ ବି ପଢ଼ିବା, ତେଣୁ ତୁମେ ଚେଷ୍ଟା କରିବ ପ୍ରତିଟି ଭିଡ଼ିଓ ଦେଖିବା ପାଇଁ। ତେଣୁ ପିଲାମାନେ, ଆଜି ପାଇଁ ଏତିକି। ପୁଣି ଦେଖାହେବ ଆଉ ଗୋଟିଏ ନୂଆ ବିଷୟରେ। ଆଉ ତା ପୂର୍ବରୁ ତୁମେମାନେ ପୁଣି ଥରେ ବହିଟିକୁ ପଢ଼ିବ। ଆଉ ତୁମ ମନରେ ଯାହା ପ୍ରଶ୍ନ ଆସୁଛି ମୋତେ କମେଣ୍ଟ ବକ୍ସରେ ଜଣାଇବ। ଠିକ୍, ଆଜି ପାଇଁ ଏତିକି, ରହୁଛି।